ମାଲ ଏଇଠି ରାଶେଶ୍ୱରୀ ରାଧା ନିଜର ସ୍ନାନ କପଣ ସମାପନ କରି ବାସଭବନକୁ ଫେରି ଆସିଲେ। ଏକାନ୍ତ ଭାବରେ ବସିଛନ୍ତି ରାଧା, ମନ ମଧ୍ୟରେ ଚିନ୍ତା କରୁଛନ୍ତି ସତ୍ୟ କଣ ମୋ ପୁରକୁ ମୋ ପ୍ରଭୁ ଆସିବେ, ସତ୍ୟ କଣ ଆସିବେ, ଏଇ କଥାକୁ ମନ ମଧ୍ୟରେ ଚିନ୍ତା କରୁଛନ୍ତି ରାଶେଶ୍ୱରୀ ରାଧା। ଏକାନ୍ତ ଭାବରେ ବସିଛନ୍ତି, ଫେର ଟିକେ ମନକୁ ବୁଝାଉଛନ୍ତି, କହିଲା କେଡ଼େ ପାଗଳି ମନ କେଜାଣି ମୋର, ଆଜି ପୁରା ମୋ ପୁରକୁ ମୋ ପ୍ରଭୁ ଆସିବେ। ଆପଣ ମାନେ ମା ମାନେ ହେଉଛନ୍ତି ବିଚାରକ, ଆପଣ ମାନେ ବିଚାର କରନ୍ତୁ, ଆପଣଙ୍କ ଘରକୁ ଯେତେବେଳେ ଗୋଟେ ଅତିଥି ଆସୁଛି ଆପଣଙ୍କର ସର୍ବପ୍ରଥମେ କର୍ତ୍ତବ୍ୟ କଣ? କଣଟା? ମୂର୍ଖ କହିଲାନି କୁକୁଡ଼ା ମାଂସ ରଖିବ। ଚୁପଚାପ ବସ। ମାଲ ଆପଣ ମାନଙ୍କର ସର୍ବପ୍ରଥମେ କର୍ତ୍ତବ୍ୟ ହେଉଛି ନିଜ ଘରଟାକୁ ଟିକେ ସଜାସଜି କରିବା, ଟିକେ ସୁସଜ୍ଜିତ କରିବା। এইটা হচ্ছে না হউনি, কাহিঁকি না অতিথি জনে আসুଛନ୍ତି। এইটি রাধা মন মধ্যে চিন্তা করিলে, কলে মো ঘরটাকে টিকে সুসজ্জিত করিবি, মো পুরটাকে টিকে সুসজ্জিত করিবি। কেমিতি সুসজ্জিত করছন্তি? কলা চন্দ্রা দিয়া দীপ পড়ি যে, উপরে চাঁদুয়া কালি যে। চন্দ্রা দিয়া দীপ পড়ি যে, উপরে চাঁদুয়া কালি যে। ମାଲ ଏଇଠି ନିଜ ପୁରଟାକୁ ସୁସଜ୍ଜିତ କରିଦେଲେ ରାଧା। ପୁଣି ମନ ମଧ୍ୟରେ ଚିନ୍ତା କରୁଛନ୍ତି, କହିଲା ପୁରଟାକୁ ସିନା ସୁସଜ୍ଜିତ କରିଦେବି, ଯେତେବେଳେ ଅତିଥିଟିଏ ଆସିକି ମୋ ଘରେ ପହଞ୍ଚିଯିବ ଆହୁରି ପୁଣି ମୋର କର୍ତ୍ତବ୍ୟ ରହିଛି। କଣ କର୍ତ୍ତବ୍ୟ ରହିଛି ନା ସୁବର୍ଣ୍ଣ ଘଟିରେ ନିରଜେ ରଖିଲେ ମୋ ରାମ ବରାଜେ। ମାଲ ସୁବର୍ଣ୍ଣ ଘଟିରେ ନୀର ଆଣିକି ରଖିଲେ, କହିଲେ ପ୍ରଭୁ ମୋର ଯେତେବେଳେ ଆସିବେ ସର୍ବପ୍ରଥମେ ତାଙ୍କର ପଦ ଧୌତ କରିବା ମୋର ହଉଛି କର୍ତ୍ତବ୍ୟ। ପୁଣି ଚିନ୍ତା କରିଲେ, କହିଲେ ଖାଲି କଣ ଜଳ ରଖିଦେଲେ ହବ? ଇଏ ତାମ୍ବିଳ ବିଡ଼ିଆ ସଜାଡ଼ି ରଖିଲେ, ତାମ୍ବିଳ ବିଡ଼ିଆ ସଜାଡ଼ି ରଖିଲେ। ଏବେ ଜଗି ବସିଲେ ଦୁଆରେ, ଜଗି ବସିଲେ ଦୁଆରେ, ଜଗି ବସିଲେ ଦୁଆରେ, ଜଗି ବସିଲେ ଦୁଆରେ। ମାଲ ଏକାନ୍ତ ଭାବରେ ବସିଲେ ରାଧା, ମନ ମଧ୍ୟରେ ଚିନ୍ତା କଲେ କାଳିଆ ଠାକୁରଙ୍କୁ କେବେ ହେଲେ ବିଶ୍ୱାସ ନାହିଁ। ଏଇ କଥାକୁ ଚିନ୍ତା କରିଲେ, କରିକି କଲେ କଣ? ପତ୍ରଟିଏ ଲେଖିଲେ କୃଷ୍ଣଙ୍କ ନିକଟକୁ, କହିଲେ ପ୍ରଭୁଙ୍କର ମନ ଥବ କି ନଥବ? ପତ୍ରଟିଏ ଲେଖିଦେଲେ ପ୍ରଭୁଙ୍କର ମନ ପଡିଯିବ। ହେ ମାଲ ଏଇଠି ପତ୍ର ଲେଖୁଛନ୍ତି କାହ୍ନୁଙ୍କ ନିକଟକୁ ରାଧା। ହଁ, ଏ ପରୀକ୍ଷା ଦେଲା ଭଳିଆ ଲେଖୁଥିବେ ନା। ଆଜି ରାଧା ଲେଖୁଛନ୍ତି ପତ୍ର କାହ୍ନୁଙ୍କ ନିକଟ। କେମିତି ପତ୍ରଟିଏ ଲେଖିଲେ? ଝିଅ କାଳିଆ ଟିକେ ଧରିବ। ଆଜି ପତ୍ର ଲେଖିଲେ ରାଧା, କଣ ଲେଖିଲେ କି? କହିଲେ ବଂଶୀ ଧର, ବଂଶୀ ଧର, ପହଞ୍ଚିବ ତୋ ବିନୁ ପ୍ରାଣ ନରଖିବି ଯମୁନାରେ ପ୍ରାଣ
আজ রাতিরে আজ নিশ্রে লো পৌঁছলে তুমরি নামকু ভজন কীর্তন করি এ নীলজ প্রাণকু নিক্ষেপ করিবি রে মালাজি পত্র লেখা সরিলা রাধাঙ্কর রাধা এটি ডাকিলে প্রিয়তম সাথী হচ্ছন্তি রাধাঙ্কর ললিতা এইটি ললিতাকে ডাকিলে রাধা ললিতা এই ললিতা ଟିକେ ଆସିଲ ଲଳିତା ତମକୁ ଗୋଟେ କଥା କହିବି ରଖିବ ଲଳିତା ସତ କହୁଛ ତ ଏ ପତ୍ର ଖଣ୍ଡିକ ନିଅ କାନକୁ ଦେଇଦବ ମାଲ ଏଇଠୁ ସମସ୍ତ କଥା କହିଲେ ରାଧା ଲଳିତାକୁ ପତ୍ର ଦେଲେ ବୋଲେ ଲଳିତା ଯାଅ ଏ ପତ୍ରକୁ ନେଇକି କାହ୍ନୁଙ୍କ ନିକଟକୁ ଯିବ ହଁ ଲଳିତା କାହ୍ନୁକୁ ଏ ପତ୍ରଟିକୁ ଦବ କାହ୍ନୁ କଣ କହିଲେ ବେଗା ବେଗି ହେଇ ଶୁଣିକି ଫେରି ଆସିବ ହେ ମାଲ ଆଜି ଲଳିତା ପାଳନ କରୁଛନ୍ତି ଆଦର୍ଶ ରାଧାଙ୍କର ଯେତେବେଳେ ପତ୍ରଟିଏ ପାଇଗଲେ ଲଳିତା କଲେ କଣ ଏବେ ଶୁଣୁଥିଲେ ଗୁଣିଜନ ଟେରିନ ଶ୍ରବଣ ଧୀରେ ଧୀରେ ଲଳିତା ଯେ କରିଲା କୃଷ୍ଣଙ୍କର ନିକଟରେ ପହଞ୍ଚିଲା লিও লিও পত্রবারে প্রভুবারে লিও মা ଦେଇଛନ୍ତି ତାକୁ ପାଠ କରି ଦିଅ ମାଲ ଲଳିତା ପହଞ୍ଚି ଗଲେ କଳାକାହ୍ନୁଙ୍କ ନିକଟରେ ମାଲ ପ୍ରଭୁଙ୍କର ପଦ ତଳେ ପ୍ରଣାମ କରି ଏବେ ପତ୍ରଟିଏ ଦଉଛନ୍ତି କାହ୍ନୁଙ୍କ ହସ୍ତ କଣ ହେଲା ଆରେ ଲଳିତା ଲଳିତା ଆରେ ଅସମୟରେ ମୋ ପୁରରେ କାହିଁକି ପ୍ରଭୁ କଣ ହେଇଛି ରାଧା ମା ଆପଣଙ୍କ ପାଖକୁ ଖଣ୍ଡେ ପତ୍ର ପଠେଇଛନ୍ତି ମୋ ପାଖକୁ ପତ୍ର କାହିଁକି ମୁଁ ଜାଣିନି ଦିଅ ମାଲ ଏଇଠି କଳାକାହ୍ନୁ କୃଷ୍ଣ ପତ୍ରଟିକୁ ନେଇ ପଠନ କରିଦେଲେ ଶୁଣୁଥିଲେ ଗୁଣିଜନ ଟେରିଣ ଶ୍ରବଣ ଧୀରେ ଧୀରେ କଳାକାହ୍ନୁ କରିଲେ ପଠନ ମାଲ ଏଇଠି ଲଳିତାକୁ କହିଲେ କାହ୍ନୁ ଲଳିତା ଆରେ ତମ ମା ଏ ପତ୍ରଟିକୁ ଦେଇଛନ୍ତି ତମ ମା ପାଗଳି ହେଇଗଲେ ମୁଁ ଦେଖୁଛି ଯାଅ ତମ ମାଙ୍କୁ କହିବ ସମସ୍ତ କଥା ମୁଁ ଜାଣିଲି ମୋ ମନରେ ଅଛି ମାଙ୍କୁ କହିବ ନିଷ୍କଳ୍ପ ଭାବରେ ଥିବେ ମୁଁ ତାଙ୍କ ପୁରରେ ଠିକ ସମୟରେ ଯାଇ ପହଞ୍ଚିବି ରେ ମାଲ ସମସ୍ତ କଥା ଲଳିତା ଶୁଣି କଲା କଣ ଶୁଣୁଥିଲେ ଗୁଣିଜନ ଡେରିଣ ଶ୍ରବଣ ସେଇଠାରୁ ଲଳିତା ଯେ କରିଲା ରାଧାଙ୍କର ପୁରେ ଯାଇ ପହଞ୍ଚିଲା ମାଲ ଲଳିତା ଫେରି ଆସିଲେ ରାଧାଙ୍କ ପୁରକୁ କହିଲେ ମା ଲଳିତା ମା ତମେ ପତ୍ର ଦେଲ ଲଳିତା ହଁ ମା ସେ ପତ୍ରଟି ନେଇ ମୁଁ ପ୍ରଭୁଙ୍କୁ ଦେଇ ଆସିଛି ପ୍ରଭୁ କଣ କହିଲେ ମାଲ ସମସ୍ତ କଥା ଆଜି ରାଧା ପଚାରି ବୁଝିଲେ ଲଳିତା ଠାରୁ କହିଲେ ଲଳିତା ପ୍ରଭୁ କହିଛନ୍ତି ନା ପ୍ରଭୁ କଣ କହିଛନ୍ତି ଲଳିତା ପ୍ରଭୁ କହିଛନ୍ତି ସେ ନିଶ୍ଚୟ ଆସିବେ ସତ କହୁଛି ଲଳିତା ସତରେ ପ୍ରଭୁ ମାଲ ଆଜି ଖୁସିରେ ଫାଟି ପଡୁଛି ରେ ଶିଶୁରୀ ରାଧା ଏଇଠି ନ୍ୟାୟଟା ହେଲା କଣ